ଆମେ ସମସ୍ତେ ପିଲାଦିନୁ ଗୋଟେ କଥା ଶୁଣିଛେ ଯେ ହିନ୍ଦୁ ଧର୍ମରେ 33 କୋଟି ଦେବତା ଅଛନ୍ତି। କିନ୍ତୁ ଟିକେ ଭାବନ୍ତି ତ, ଯଦି ସତରେ 330 ନ୍ୟୁତ ନାମ ଲେଖିବାକୁ ପଡ଼େ କେତେ ସମୟ ଲାଗିବ? ହଁ, ଏଇଟା ଗୋଟେ ବହୁତ ବଡ଼ ଭ୍ରାନ୍ତି ଯାହା ବର୍ଷ ବର୍ଷ ଧରି ଲୋକଙ୍କ ଭିତରେ ଚାଲି ଆସିଛି। ଏକ୍ଜାକ୍ଟଲି। ଆଉ ଆଜିର ଏହି ଗଭୀର ଆଲୋଚନାରେ ଆମେ ଓମକାର ପତ୍ରିକାର ଏପ୍ରିଲ 2026 ମାନେ 265ତମ ସଂସ୍କରଣରୁ ଗୋଟେ ଖୁବ୍ ସୁନ୍ଦର ପ୍ରସଙ୍ଗ ଉଠାଇବୁ। ପାଠକମାନଙ୍କ ପ୍ରଶ୍ନକୁ ନେଇ ଓମକାର ଟିମ୍ ଯେଉଁ ତଥ୍ୟ ରଖିଛନ୍ତି ତାହା ପୁରା ଚିନ୍ତାଧାରାକୁ ବଦଳାଇ ଦେବ। ସମ୍ପୂର୍ଣ୍ଣ ସତ କଥା। ପ୍ରାଚୀନ ବୈଦିକ ସାହିତ୍ୟରେ ଏହି କୋଟି ଶବ୍ଦର ପ୍ରକୃତ ଅର୍ଥ ସଂଖ୍ୟା ଆଦୌ ନୁହେଁ। ଏହାର ଅର୍ଥ ହେଉଛି ପ୍ରକାର ବା ଶ୍ରେଣୀ। ବାସ୍, କେବଳ 33 ପ୍ରକାର ମାନେ 330 ମ୍ୟୁଥ ନୁହେଁ। ଏହାକୁ ଯଦି ଆମେ ସରଳ କରି ବୁଝିବାକୁ ଚେଷ୍ଟା କରିବା ତେବେ ଗୋଟେ ଆଧୁନିକ ଉଦାହରଣ ନେଇପାରିବା। ହଁ, ନିଶ୍ଚୟ। କିପରି ଉଦାହରଣ? ଧରନ୍ତୁ ଏହି ବିଶ୍ୱ ବ୍ରହ୍ମାଣ୍ଡ ହେଉଛି ଗୋଟେ ବିରାଟ କମ୍ପ୍ୟୁଟର ମେସିନ୍, ଆଉ ଏହି 33 ପ୍ରକାର ଦେବତା ହେଉଛନ୍ତି ସେହି ସିଷ୍ଟମର ହାର୍ଡୱେର୍, ସଫ୍ଟୱେର୍ ଆଉ ଅପରେଟିଂ କ୍ଲକ୍। ବାଃ, ଏ କମ୍ପ୍ୟୁଟର ଉଦାହରଣଟା ବହୁତ ବଢ଼ିଆ। ବୃହଦାରଣ୍ୟକ ଉପନିଷଦରେ ମହର୍ଷି ଯାଜ୍ଞ୍ୱଲ୍କ୍ୟ ଠିକ୍ ଏମିତି କିଛି ବୁଝାଇଛନ୍ତି। ସେ ସ୍ପଷ୍ଟ କହିଛନ୍ତି ଯେ ଏମାନେ କୌଣସି ମଣିଷ ରୂପୀ ବ୍ୟକ୍ତି ନୁହନ୍ତି। ଆଚ୍ଛା, ମାନେ ଏମାନେ ସବୁ ପ୍ରକୃତିର ଅଂଶ। ବିଲକୁଲ। ଏଗୁଡ଼ିକ ହେଉଛି 33ଟି ବିଶେଷ ପ୍ରାକୃତିକ ଆଉ ମହାଜାଗତିକ ଶକ୍ତି ଯାହା ପୁରା ବ୍ରହ୍ମାଣ୍ଡକୁ ନିୟନ୍ତ୍ରଣ କରୁଛି। ସୃଷ୍ଟିର ନିର୍ମାଣକାରୀ ବ୍ଲକ୍ କହିଲେ ଚଳିବ। ତାହେଲେ ଆମେ ଯେଉଁ ହାର୍ଡୱେର୍ କଥା କହୁଥିଲେ, ସେହି ବିଭାଜନଟା ପ୍ରକୃତରେ କେମିତି ହୋଇଛି? ପ୍ରଥମ ଶ୍ରେଣୀରେ କିଏ ଆସୁଛନ୍ତି? ଦେଖନ୍ତୁ, ପ୍ରଥମେ ଆସିବ ଆମ ସିଷ୍ଟମର ହାର୍ଡୱେର୍, ଯାହାକୁ 8 ବସୁ କୁହାଯାଏ। ଏଥିରେ ପୃଥିବୀ, ଜଳ, ଅଗ୍ନି ଆଉ ବାୟୁ ପରି 8ଟି ଭୌତିକ ତତ୍ତ୍ୱ ରହିଛି। ଓହୋ, ଯାହାକୁ ନେଇ ଏହି ପୁରା ଭୌତିକ ଜଗତ ତିଆରି ହୋଇଛି ନା? ମାନେ ହାର୍ଡୱେର୍ ବିନା ଯେମିତି ମେସିନ୍ ଚାଲିବନି, ଏମାନଙ୍କ ବିନା ସୃଷ୍ଟି ଅସମ୍ଭବ। ଏକଦମ ଠିକ୍ ଧରିଲେ। ଆଉ ତାପରେ ଆସିବ ଆମର ସଫ୍ଟୱେର୍। ଓମକାର ପତ୍ରିକାରେ ପରବର୍ତ୍ତୀ ଶ୍ରେଣୀକୁ 11 ରୁଦ୍ର ବୋଲି ବର୍ଣ୍ଣନା କରାଯାଇଛି। ପ୍ରଶ୍ୱାସ ବା ପ୍ରାଣ ସହିତ ଜଡ଼ିତ। କିନ୍ତୁ ପ୍ରାଣକୁ ଦେବତା ବୋଲି କେମିତି କହିବା? ଏହା ପଛରେ ବିଜ୍ଞାନଟା କ'ଣ? ଏହିଠାରେ ହିଁ ଦର୍ଶନର ପ୍ରକୃତ ଗଭୀରତା ଲୁଚି ରହିଛି। ଆମ ଶରୀରରେ କାମ କରୁଥିବା 10ଟି ମୁଖ୍ୟ ପ୍ରାଣବାୟୁ ଆଉ 11ତମ ହେଉଛି ଆମର ଜୀବାତ୍ମା। ଏହି 11ଟି ମିଶି ରୁଦ୍ର ହୁଅନ୍ତି। ଆଚ୍ଛା, ମାନେ ସଫ୍ଟୱେର୍ ନଥିଲେ ହାର୍ଡୱେର୍ ଯେମିତି ଗୋଟେ ଖାଲି ଡବା, ସେମିତି ପ୍ରାଣଶକ୍ତି ବିନା ଆମ ଭୌତିକ ଶରୀରର କିଛି ମୂଲ୍ୟ ନାହିଁ। ହଁ, ଆଉ ସବୁଠୁ ରୋଚକ କଥା ହେଲା, ଯେତେବେଳେ ଏହି ସଫ୍ଟୱେର୍ ବା ପ୍ରାଣଶକ୍ତି ଶରୀର ରୂପକ ହାର୍ଡୱେର୍ରୁ ବାହାରିଯାଏ, ମାନେ ସିଷ୍ଟମ କ୍ରାଶ୍ କରେ। ତାହେଲେ ଲୋକେ କାନ୍ଦନ୍ତି ବା ରୋଦନ କରନ୍ତି। ଓହୋ, ମୁଁ ଏବେ ବୁଝିଲି। ସଂସ୍କୃତ ରୁଦ୍ଧ ଧାତୁରୁ ଏହି ରୁଦ୍ର ନାମ ଆସିଛି ନା? ସମ୍ପୂର୍ଣ୍ଣ ସତ୍। ଏହା ହିଁ ସେଇ ଜୀବନଶକ୍ତି ଯାହା ଆମ ସିଷ୍ଟମକୁ ଜୀବନ୍ତ ରଖେ। ତେବେ ଆମର ହାର୍ଡୱେର୍ ଆଉ ସଫ୍ଟୱେର୍ ତ ଇନଷ୍ଟଲ୍ ହୋଇଗଲା। କିନ୍ତୁ ବାକି ଆହୁରି 14 ଜଣ ରହିଲେ ନା? ସେମାନେ କ'ଣ ଏହି ବିରାଟ ସିଷ୍ଟମର ଟାଇମ୍ ମ୍ୟାନେଜମେଣ୍ଟ କରନ୍ତି କି? ହଁ ଆଜ୍ଞା, ପରବର୍ତ୍ତୀ ଶ୍ରେଣୀ ହେଉଛି 12 ଆଦିତ୍ୟ, ମାନେ ବର୍ଷର 12ଟି ମାସ। ଏହାକୁ ସିଷ୍ଟମର ଅପରେଟିଂ କ୍ଲକ୍ ସହିତ ତୁଳନା କରାଯାଇପାରିବ। ମାନେ ଆମ ଜୀବନଚକ୍ର, ଋତୁ ପରିବର୍ତ୍ତନ ସବୁକିଛି ସମୟ ଦ୍ୱାରା ହିଁ ନିୟନ୍ତ୍ରିତ ହୁଏ। ଆଉ ଶେଷ ଦୁଇଟି ଶକ୍ତି କିଏ? ଶେଷ ଦୁଇଟି ହେଲେ ସିଷ୍ଟମର ମୁଖ୍ୟ ପାୱାର ସପ୍ଲାଏ। ଜଣେ ହେଲେ ଇନ୍ଦ୍ର, ଯିଏ ସର୍ବୋଚ୍ଚ ବିଦ୍ୟୁତ୍ କିମ୍ବା ଓଜସ ଶକ୍ତିର ପ୍ରତୀକ। ଆଉ ଅନ୍ୟଟି ହେଲା ପ୍ରଜାପତି, ମାନେ ଯଜ୍ଞ ବା ନିରନ୍ତର ରୂପାନ୍ତର ପ୍ରକ୍ରିୟା। ବାଃ, କେତେ ସୁନ୍ଦର ଭାବରେ ବିଭାଜନ ହୋଇଛି। କିନ୍ତୁ କିଛି ବର୍ଣ୍ଣନାରେ ବୋଧହୁଏ ଏହି ଦୁଇଟି ସ୍ଥାନରେ ଆରୋଗ୍ୟ ପ୍ରତୀକ ଅଶ୍ୱିନୀ କୁମାରଙ୍କର ନାମ ମଧ୍ୟ ଥାଏଲା। ହଁ, ଅନେକ ଜାଗାରେ ସେହି ମତ ମଧ୍ୟ ଦେଖିବାକୁ ମିଳେ। ତେବେ ମୂଳ କଥା ହେଉଛି, ଏଗୁଡ଼ିକ ସବୁ ପ୍ରାକୃତିକ ତତ୍ତ୍ୱ। ସେଇଠି ମୋର ଗୋଟେ ଛୋଟ ପ୍ରଶ୍ନ ଅଛି। ଯଦି ଏସବୁ କେବଳ ଭୌତିକ ତତ୍ତ୍ୱ, ଜୀବନୀ ଶକ୍ତି ଆଉ ସମୟ ଚକ୍ର, ତେବେ ପୁରାଣରେ ଏଗୁଡ଼ିକୁ ମଣିଷ ପରି ଆକାର ଦେଇ ପୂଜା କରିବାର ପ୍ରକୃତ କାରଣ କ'ଣ? ଏମିତି ସିଧାସଳଖ ପ୍ରକୃତି ବୋଲି କାହିଁକି ଗ୍ରହଣ କରାଗଲା ନାହିଁ? ଏଇଟା ଗୋଟେ ବହୁତ ଗଭୀର ପ୍ରଶ୍ନ। ଦେଖନ୍ତୁ, ଏହା ପଛରେ ପୁରା ମାନବୀୟ ମନୋବିଜ୍ଞାନ ରହିଛି। ଗୋଟେ ନିରାକାର ବା ଅମୂର୍ତ୍ତ ବିଷୟକୁ ସହଜରେ ବୁଝିବା ଲୋକଙ୍କ ପାଇଁ କଷ୍ଟକର ହୋଇଥାଏ। ହଁ, ସତ କଥା। ଆଖିକୁ ଯାହା ଦେଖାଯାଏ ନାହିଁ, ତା ଉପରେ ବିଶ୍ୱାସ କରିବା ଟିକେ ମୁସ୍କିଲ ହୁଏ। ସେଥିପାଇଁ ଏହି ଶକ୍ତିଗୁଡ଼ିକୁ ମାନବୀୟ ରୂପ ଦିଆଗଲା, ଯାହାର ମୂଳ ଲକ୍ଷ୍ୟ ଥିଲା ସେମାନଙ୍କ ପ୍ରତି ଏକ କୃତଜ୍ଞତା ଆଉ ସମ୍ମାନ ଭାବ ସୃଷ୍ଟି କରିବା। ଯଦି ଆମେ ପୃଥିବୀ ବା ଜଳକୁ ଗୋଟେ ଦେବତା ଭାବରେ ମାନିବା, ତେବେ ତାର ଶୋଷଣ ନ କରି ସୁରକ୍ଷା କରିବା।
ମାନେ ପରିବେଶକୁ ବଞ୍ଚାଇବା ପାଇଁ ଏହାର ଏକ ଚମତ୍କାର ବାଟ ଥିଲା। ଆଉ ଉପନିଷଦ ଏ ବିଷୟରେ କ'ଣ କହୁଛି? ଉପନିଷଦ ଆହୁରି ଭିତରକୁ ଯାଇ କହେ ଯେ ଏଗୁଡ଼ିକ କେବଳ ବାହାର ଦୁନିଆର କଥା ନୁହେଁ। ଯେମିତି ରୁଦ୍ରଙ୍କୁ ବୁଝିବାର ପ୍ରକୃତ ଅର୍ଥ ହେଉଛି ପ୍ରାଣାୟାମ ଆଉ ଧ୍ୟାନ ମାଧ୍ୟମରେ ନିଜ ଭିତରର ଶକ୍ତିକୁ ବୁଝିବା ଆଉ ନିଜ ମନ ଉପରେ ବିଜୟ ଲାଭ କରିବା। ଅର୍ଥାତ୍ ବାହାରେ ଆମେ ଯେତେ ଯନ୍ତ୍ରାଂଶ ଦେଖିଲେ ବି ସବୁଥିରେ ସେହି ଗୋଟିଏ ଶକ୍ତି ହିଁ ପ୍ରବାହିତ ହେଉଛି। ଠିକ୍ ଯେମିତି ଋଗ୍ବେଦରେ କୁହାଯାଇଛି, ଏକଂ ସଦ୍ ବିପ୍ରା ବହୁଧା ବଦନ୍ତି। ହଁ, ମୂଳ ସତ୍ୟ ଗୋଟିଏ, କିନ୍ତୁ ବିଦ୍ୱାନମାନେ ତାହାକୁ ବୁଝାଇବା ପାଇଁ ଅନେକ ନାମ ବ୍ୟବହାର କରନ୍ତି। ସେଇ ଗୋଟିଏ ଅଦ୍ୱୈତ ସତ୍ତା ହିଁ ନିଜକୁ ଆବଶ୍ୟକତା ଅନୁସାରେ 33ଟି ଭିନ୍ନ ଭିନ୍ନ ରୂପରେ ପ୍ରକାଶ କରିଛି। ଆଉ ଏହାର ଉଦ୍ଦେଶ୍ୟ ଆଦୌ ବିଭ୍ରାନ୍ତ କରିବା ନୁହେଁ, ବରଂ ଆମକୁ ସୃଷ୍ଟିର ସବୁ ସ୍ତର ସହିତ ସଂଯୋଗ କରିବା। ସତରେ ଆଜିର ଏହି ଆଲୋଚନାରୁ ବହୁତ କିଛି ନୂଆ କଥା ଜାଣିବାକୁ ମିଳିଲା। ବିଲକୁଲ, ଆମେ 330 ନିୟୁତ ଅଲଗା ଅଲଗା ଦେବତାଙ୍କର ଏକ ଭ୍ରାନ୍ତ ଧାରଣାରୁ ଆରମ୍ଭ କରିଥିଲେ, ଆଉ ଏବେ ଦେଖନ୍ତୁ ଆମେ ସୃଷ୍ଟିକୁ ଚଲାଉଥିବା ସେହି 33ଟି ମୂଳ ସିଷ୍ଟମ ବିଷୟରେ ଜାଣିପାରିଲେ। ସମ୍ପୂର୍ଣ୍ଣ ଭାବରେ। ତେବେ ଆଜିର ଏହି ଗଭୀର ଅନୁସନ୍ଧାନ ଶେଷ କରିବା ପୂର୍ବରୁ ଆମେ ଗୋଟେ କଥା ନିଶ୍ଚୟ ଚିନ୍ତା କରିବା ଦରକାର। ଯଦି ଆମ ଚାରିପାଖର ପ୍ରକୃତି ଆଉ ଆମ ଶରୀର ଭିତରେ ଥିବା ପ୍ରାଣବାୟୁ ହିଁ ପ୍ରକୃତ ଦେବତା, ତେବେ ନିଜ ସ୍ୱାସ୍ଥ୍ୟର ସଠିକ୍ ଯତ୍ନ ନେବା ଏବଂ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା କ'ଣ ଆମ ଦୈନନ୍ଦିନ ଜୀବନର ସବୁଠାରୁ ବଡ଼ ଉପାସନା ନୁହେଁ? ଏହି ଚିନ୍ତାଧାରା ଉପରେ ନିଶ୍ଚୟ ବିଚାର କରାଯିବା ଉଚିତ।